ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। କାଣ୍ଡଗୋଦା ମନେଇ ସାହୁ ମାଛକଣ୍ଟା ପେଟକୁ ଖସିଯାଉ। ଜଗନ୍ନାଥ ଦାସ ଭାଗବତ ଓଡ଼ିଆରେ ଲେଖିସାରିଲା ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା ସେହି ଭାଗବତକୁ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟସ୍ଥ କାଣ୍ଡଗୋଦା ମନେଇ ସାହୁଙ୍କୁ ଦେଖାଇବା ପାଇଁ। ଜଗନ୍ନାଥ ଦାସଙ୍କ ଘର ବ୍ରହ୍ମଗିରି ନିକଟସ୍ଥ କପିଳେଶ୍ୱରପୁର ଶାସନ। ମନେଇ ସାହୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ଥିଲେ। ତା ପରଦିନ ଜଗନ୍ନାଥ ଦାସ ଲେଖିଥିବା ଭାଗବତ ବହିର ପାଣ୍ଡୁଲିପିକି ଧରି ମନେଇ ସାହୁଙ୍କ ଘରେ ପହଞ୍ଚିଲେ। ସେତେବେଳେ ମନେଇ ସାହୁ ମାଛ ଧରିବାକୁ ଚିଲିକାକୁ ଯାଇଥିଲେ। ଜଗନ୍ନାଥ ଦାସ ତାଙ୍କ ଘରେ ଅପେକ୍ଷା କରି ମଧ୍ୟ ରହିଥିଲେ। ମନେଇ ସାହୁ ମାଛ ଧରି ଫେରିବା ପରେ ଜଗନ୍ନାଥ ଦାସଙ୍କୁ ତାଙ୍କ ଆସିବାର କାରଣ ମଧ୍ୟ ପଚାରିଲେ। ଆଉ ଜଗନ୍ନାଥ ଦାସଙ୍କ କଥା ଶୁଣି ସାରିଲା ପରେ ମନେଇ ସାହୁ କହିଲେ, ଗୋସାଇଁ, ଆପଣ ଅପେକ୍ଷା କରନ୍ତୁ, ଆମେ ଖାଇବା ଓ ତାପରେ ଭାଗବତ ବିଷୟରେ ଆଲୋଚନା କରିବା। ଓ ତାପରେ ମନେଇ ସାହୁ ତାଙ୍କ ସ୍ତ୍ରୀଙ୍କୁ ରୋଷେଇ କରିବାକୁ କହି ଗାଧୋଇବା ପାଇଁ ଗଲେ। ଜଗନ୍ନାଥ ଦାସ ବଡ଼ ଚିନ୍ତାରେ ପଡ଼ିଲେ, କାରଣ ସେ ନୈଷ୍ଠିକ ବ୍ରାହ୍ମଣ, ନିରାମିଷ ଭୋଜନ କରନ୍ତି। ମନେଇ ସାହୁ ଗାଧୋଇ ଫେରିଲେ ଓ ଦୁଇଜଣଙ୍କ ପାଇଁ ଖାଇବା ବାଢ଼ିବାକୁ ସ୍ତ୍ରୀଙ୍କୁ କହିଲେ। ଜଗନ୍ନାଥ ଦାସ ଯେତେ ମନା କଲେ ବି ମନେଇ ସାହୁଙ୍କର ଏକା ଜିଦି, ଆପଣ ମୋର ଅତିଥି, ନ ଖାଇ ଏଠୁ ଯାଇପାରିବେ ନାହିଁ। ଖାଇବା ବଢ଼ା ହେଲା। ଜଗନ୍ନାଥ ଦାସ ଦେଖିଲେ ମାଛ ତରକାରୀ ମଧ୍ୟରେ ମହାପ୍ରସାଦ, ମହମହ ବାସ୍ନା। ଜଗନ୍ନାଥ ଦାସ ଭୋଜନ ମଧ୍ୟ କଲେ। ଭୋଜନ ଶେଷରେ ମନେଇ ସାହୁ ତାଙ୍କୁ ଭାଗବତର ପାଣ୍ଡୁଲିପିକୁ ଦେଖାଇବାକୁ ମଧ୍ୟ କହିଲେ। ଆଶ୍ଚର୍ଯ୍ୟର କଥା, ଭାଗବତର କେଉଁ କେଉଁ ସ୍ଥାନରେ ସଂଶୋଧନ କରାଯିବ ତାହା ମନେଇ ସାହୁ ପାଣ୍ଡୁଲିପି ନ ଦେଖିକି କହି ଚାଲିଲେ ଓ କ'ଣ ଲେଖାଯିବ ସେ କଥା ମଧ୍ୟ କହିଦେଲେ। ଜଗନ୍ନାଥ ଦାସ ସେହି ସ୍ଥାନଗୁଡ଼ିକୁ ସଂଶୋଧନ କରି ଭାଗବତ ପୁରାଣ ସମ୍ପୂର୍ଣ୍ଣ କରି ଜଗନ୍ନାଥଙ୍କ ନିକଟରେ ସମର୍ପଣ କଲେ। ସେହି ଅଞ୍ଚଳରେ କଥା ଅଛି ଯେ, ଯଦି ଖାଇବା ବେଳେ ମାଛକଣ୍ଟା ପାଟିରେ ଲାଗିଯାଏ ତେବେ କହିଦେବ, କାଣ୍ଡଗୋଦା ମନେଇ ସାହୁ ମାଛକଣ୍ଟା ପେଟକୁ ଖସିଯାଉ। ତୁରନ୍ତ ମାଛକଣ୍ଟା ପେଟକୁ ଚାଲିଯାଏ। ଧନ୍ୟ ମନେଇ ସାହୁ, ଧନ୍ୟ ତୁମର ପ୍ରଭୁଙ୍କ ପାଖରେ ଭକ୍ତି। ଜୟ ଶ୍ରୀ ଜଗନ୍ନାଥ।